ओम गणपते नमः। नमस्कार, जय जगन्नाथ। आसतु जानिबा आज भगवत गीता द्वितीय अध्याय सांख्य योगर श्लोक 49। दूरेण ह्यवरं कर्म बुद्धियोगा धनञ्जय बुद्धौ शरणमन्विच्छ कृपणाः फलहेतवः। ଏହି ଶ୍ଲୋକର ଅର୍ଥ ହେଉଛି ଭଗବାନ ଶ୍ରୀକୃଷ୍ଣ ଧନଞ୍ଜୟ ଅର୍ଜୁନକୁ କହୁଛନ୍ତି, ହେ ଅର୍ଜୁନ, ଫଳରେ ଆଶା କରାଯାଇଥିବା କର୍ମ ବୁଦ୍ଧି ଯୋଗ ନିଷ୍କାମ କର୍ମ ଠାରୁ ମଧ୍ୟ ଅତ୍ୟନ୍ତ ନିମ୍ନ। ତୁମେ ବୁଦ୍ଧି ବା ଜ୍ଞାନର ଶରଣ ନିଅ, କାରଣ ଯେଉଁମାନେ କେବଳ ଫଳକୁ ଲକ୍ଷ୍ୟ କରନ୍ତି ସେମାନେ କୃପଣ ବା ସଂକୀର୍ଣ୍ଣ ମନର। ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ପ୍ରତି ଉଚ୍ଚ ମନୋଭାବ ପୋଷଣ କରିବାକୁ ଉପଦେଶ ଦେଉଛନ୍ତି। ସେ କହୁଛନ୍ତି ଯେ ଯେଉଁମାନେ ନିଜ ସୁଖ ଆଶା ରଖି କର୍ମ କରନ୍ତି ସେମାନେ କୃପଣ ଅଟନ୍ତି। ଯେଉଁମାନେ ଫଳ ପ୍ରତି ନିରାସକ୍ତ ହୋଇ ତାଙ୍କ କର୍ମକୁ ଉଚ୍ଚ ଲକ୍ଷ୍ୟରେ ଅର୍ପଣ କରନ୍ତି ସେମାନେ ଶ୍ରେଷ୍ଠ ଅଟନ୍ତି। ଯେଉଁମାନେ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କରନ୍ତି ସେମାନେ ପ୍ରକୃତରେ ଜ୍ଞାନୀ ଅଟନ୍ତି। ଆମେ ଏହି ଶ୍ଲୋକରୁ ଏହା ଶିଖିବା ଯେ କର୍ମ କରିବା କିନ୍ତୁ ଫଳ ପ୍ରତି ଆଶା ରଖିବା ନାହିଁ। ରହୁଛି, ଜୟ ଜଗନ୍ନାଥ। ପୁଣି ଥରେ ଦେଖାହବ ଆଉ ଗୋଟେ ଭିଡିଓରେ।